ଦେଖୁନ୍ ଆଜି ହେଉଛି ଖୁସିର ଦିନ। ଆଜି ଯେନ୍ଟାକି 17 ତାରିଖ ସୁଭଦ୍ରା ଯୋଜନା ପଡ଼ବା। ତ ଆପଣମାନେ ଦେଖୁନ୍ ଗୋଟେ ଥର ଟ୍ରାଏଲ୍ କରିଥିଲେ ଯେନ୍ଟାକି ଡିବିଟି ମାଧ୍ୟମରେ ପଡ଼ବା ସମସ୍ତଙ୍କର ଆକାଉଣ୍ଟକେ ଟଙ୍କା ଗୋଟେ ଲେଖା ଟ୍ରାଏଲ୍ କରିଥିଲେ। ତ ସମସ୍ତଙ୍କର ଅଧା ଲୋକର ଆକାଉଣ୍ଟକେ ଆସିଥିଲା ପଇସା ଆଉ ଅଧା ଲୋକର ଆକାଉଣ୍ଟକେ ପଇସା ନାଇଁ ଆସିଥାଏ। ତ ଦେଖୁନ୍ ଯେନ୍ ମାନଙ୍କର ପାଖକେ ପଇସା ଆସିଥିଲା ସେମାନେ ପାଇବେ, ଆଉ ଯେନ୍ ମାନଙ୍କର ପାଖକେ ପଇସା ନାଇଁ ଆସି ସେମାନେ ନାଇଁ ପନ୍ ବୋଲି ଏନ୍ତା ଦ୍ୱନ୍ଦ୍ୱ ଅଛି ସବକର। ସୋ ଦେଖୁନ୍ କେନ୍ ମାନେ ପାଇବେ ଆଉ କେନ୍ ମାନେ ନାଇଁ ପନ୍। ସୋ ଦେଖୁନ୍ ଯେନ୍ ମାନଙ୍କର ପାଖକେ ପଇସା ଆସିଥିଲା ସେମାନେ ଆଗରୁ ଫିଙ୍ଗର KYC କରି ସେମାନେ ଅନଲାଇନ୍ କରିଥିଲେ। ସେମାନଙ୍କର ପାଖକେ ଟଙ୍କା ଗୋଟେ ଲେଖା ଟ୍ରାଏଲ୍ରେ ଆସିଥିଲା। ଆଉ ଯେନ୍ ମାନେ ପରେ ବିନା ଫିଙ୍ଗରରେ ଅନଲାଇନ୍ କଲେ ସେମାନଙ୍କର ପାଖକେ ନାଇଁ ଆସବା। ସୋ ଦେଖୁନ୍ ଯେନ୍ ମାନେ ପରେ ଅନଲାଇନ୍ କରିଛନ୍ ବିନା ଫିଙ୍ଗର KYC ଦେଇକରି ତ ସେମାନଙ୍କର ପାଖକେ ବି ଆସବା ଆଜି। ଆଉ ଯେନ୍ ମାନେ ଆଗରୁ କରିଛନ୍ ସେମାନଙ୍କର ପାଖକେ ବି ଆସବା। ଆଉ ଦେଖୁନ୍ 16-17 ତାରିଖ ଯେନ୍ ମାନେ ଅନଲାଇନ୍ କରିଛନ୍ ସେମାନଙ୍କର ଆକାଉଣ୍ଟକେ ଦିନେ 2 ଦିନ ପରେ ଆସବା। ଆପଣ ମାନେ ଓରିଟ୍ ହେବାର ନାଇଁ ନା, ସମସ୍ତଙ୍କର ଆକାଉଣ୍ଟକେ ଆସବା। ଆଉ କେନ୍ ଆକାଉଣ୍ଟକେ ଆସବା ଦେଖୁନ୍ ଆପଣଙ୍କର ଯେନ୍ ଆକାଉଣ୍ଟ DBT ଆକ୍ଟିଭ୍ ଅଛି ସେ ଆକାଉଣ୍ଟକେ ଆସବା। ଆଉ ଯେନ୍ ଆପଣଙ୍କର 2-3ଟା खाता ଥିବା ଯେନ୍ ଖାତାରେ DBT ଆକ୍ଟିଭ୍ ଥିବା ସେ ଖାତାରେ ପଇସା ଆସବା। ଆପଣଙ୍କର ଆକାଉଣ୍ଟରେ ଆଧାର ବେସ୍ରେ KYC ଥିବା ସେ ଖାତାକେ ଆସବା। ଯେନ୍ତା PM କିଷାନ, କାଳିଆ ଯୋଜନା ଟଙ୍କା, NRGS ପଇସା ଯେନ୍ତା ଆଇସି, ଯେନ୍ଟା ଆଧାର ଲିଙ୍କ୍ ଥିସି ଆଧାର କାର୍ଡ଼ରେ କନେକ୍ଟ ଥିସି ସେ ଖାତାକେ ହିଁ ଆଇସି। ସେନ୍ତା ଆପଣଙ୍କରଟା ବି ଆସବା ସେ ଖାତାକେ ହିଁ ଆସବା DBT ମାଧ୍ୟମରେ। ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର। ସୋ ଦେଖୁନ୍ ଆଜି କେତେବେଲେ ପଇସା ଆସବା। ଆଜି ପଇସା ଆସବା ସନ୍ଧ୍ୟା 5 ବଜା, ସନ୍ଧ୍ୟା 6-7 ବଜା ଭିତରେ ଆସବା। ସୋ ଯେନ୍ଟାକି DBT ମାଧ୍ୟମରେ 24 ଘଣ୍ଟା ପରେ ଆଇସି, ମିନିମମ୍ 24 ଘଣ୍ଟା ଭିତରେ ଆଇସି। ତ ଆଜି ଯେନ୍ଟା ଗଭର୍ଣ୍ଣମେଣ୍ଟ ସ୍କିମ୍ ଅଛି ବୋଲି 6-7 2-3 ଘଣ୍ଟା ଭିତରେ ଆସିଯିବା। 6 या 7 ବଜା ଭିତରେ ପଇସା ପଡ଼ବା। ସମସ୍ତଙ୍କର ଆକାଉଣ୍ଟକେ ପଡ଼ବା। ଯେନ୍ ମାନଙ୍କର ଆକାଉଣ୍ଟକେ ଟଙ୍କା ଗୋଟେ ଲେଖା ଆସିଥିଲା ସେମାନଙ୍କର ଆକାଉଣ୍ଟରେ ବି ପଡ଼ବା। ଆଉ ଯେନ୍ ମାନଙ୍କର ଆକାଉଣ୍ଟକେ ଟଙ୍କା ଗୋଟେ ଲେଖା ଟ୍ରାଏଲ୍ରେ ନାଇଁ ଆସି ସେମାନଙ୍କର ଆକାଉଣ୍ଟକେ ମଧ୍ୟ ପଡ଼ବା। ତ ଆପଣ ଟେନସନ୍ ନାଇଁ ନଉନ୍। ଯଦି ଆପଣ ବ୍ୟାଙ୍କ ଡିଟେଲ୍ସ ଠିକ୍ ତଥ୍ୟ ଦେଇଛନ୍ ତାହେଲେ ଆପଣଙ୍କର ଆକାଉଣ୍ଟକେ ପଡ଼ବା। ଯଦି ଆପଣ ଠିକ୍ ତଥ୍ୟ ନାଇଁ ଦେବା ଯେନ୍ଟାକି ଅଲଗା ଆକାଉଣ୍ଟ ଦେଇଛନ୍ ସେ ଆକାଉଣ୍ଟ ନାଇଁ ଚାଲବା କି ଆକାଉଣ୍ଟ KYC ନାଇଁ ନା ଆକାଉଣ୍ଟ କ୍ଲୋଜ୍ ଅଛି ସେ ଆକାଉଣ୍ଟ ମାନକେ ନାଇଁ ପଡ଼େ। ତ ଯଦି ଆପଣଙ୍କର ଆକାଉଣ୍ଟ କ୍ଲୋଜ୍ ଅଛି, କ୍ଲୋଜ୍ ଆକାଉଣ୍ଟ ମାନେ ଦେଇଛନ୍ ଯେନ୍ଟାକି ବନ୍ଦ ଅଛି, ସେ ଆକାଉଣ୍ଟ ମାନକେ ଯାଇକରି ଫେର୍ ଥରେ KYC କରୁନ୍ ଆଉ ଚାଲୁ କରୁନ୍। ସେ ଆକାଉଣ୍ଟରେ ପଡ଼ବା, ନାହେଲେ ଆପଣଙ୍କର ଆକାଉଣ୍ଟରେ ନାଇଁ ପଡ଼େ। ପରେ ଭାବବେ କି ମୋର୍ ଆକାଉଣ୍ଟରେ କାଇଁ ଯେ ନାଇଁ ପଡ଼ଲା। ତ ଆପଣଙ୍କର ବ୍ୟାଙ୍କ ଆଗ ଚେକ୍ କରୁନ୍ ଟ୍ରାଞ୍ଜାକ୍ସନ୍ କେନ୍ତା ଅଛେ, ତ ସେ ହିସାବରେ ଦେଖୁନ୍। ଆଜି ସନ୍ଧ୍ୟା 6-7 ବଜେ ପଡ଼ବା। ଏନ୍ତା ସବୁ ଇନଫର୍मेସନ୍ ପାଇବା ଲାଗି ଆମର ଚ୍ୟାନେଲ୍କେ ଲାଇକ୍, ସେୟାର, କମେଣ୍ଟ, ସବସ୍କ୍ରାଇब କରୁନ୍।